କେଉଁ ପଦାର୍ଥରେ ଖାଇବା ଅନୁଚିତ? ତାମ୍ର ପାତ୍ରେ ଦୁଗ୍ଧ ଲବଣ ନ ଖାଅ ଶୁଖିଲା ଶାଗ। ପୋଡ଼ା ଭାତ ପୋଡ଼ା ତରକାରୀ ମାନ ଅତି ପିତା ଅତି ରାଗ। କାଂସ ପାତ୍ରେ ମହୁ ନାରିକେଳ ଜଳ ତାମ୍ର ପାତ୍ରେ ଘିଅ ମହୁ। ଗରସ ଆମିଷ ଏକା ନ ଖାଇବ ଖାଇଲେ ତ ଦୋଷ ବହୁ। ସମାନ ଭାଗରେ ଘିଅ ସଙ୍ଗେ ମହୁ ଏକତ୍ର ଭକିବ ନାହିଁ। ପିଆଜ ପକାଇ ଡିମ୍ବକୁ ଖାଇଲେ ମୂତ୍ର ରୋଗ ହୋଇଥାଏ। କପତ ମାଂସକୁ ସରିଷ ତେଲରେ ଭାଜି ଯେ କରେ ଭୋଜନ। ଯେତେ ଯେତେ ରୋଗ ଉତ୍ପତ୍ତି ହୋଇବ କିଏ କରେ ତା ନିଧାନ। ଅନ୍ନ ଭୋଜନର ପୂର୍ବରୁ କାକୁଡ଼ି ତାଳକୁ ଖାଇବ ନାହିଁ। ଭୋଜନର ପରେ ବେଲ ବା ଅମୃତଭଣ୍ଡା ଦେବ ନାହିଁ ଖାଇ। କୃମି ରୋଗ ହୁଏ ଏହା ବିଜ୍ଞାନ ବୋଲେ ଏଣୁ ଥିବ ସାବଧାନ। ରୋଗ ହୋଇଥିବା ଗୋଜାତିର ଦୁଗ୍ଧ କେବେ ନ କର ସେବନ। ଛୋଟ ଛୋଟ ପିଲେ ଚାହା ନ ଖାଇବେ ଅଗ୍ନିମାନ୍ଦା ଭୟ ଥାଏ। ମିଠା ପଦାର୍ଥରେ କୃମିଜାତ ହୁଏ ନାନା ରୋଗ ଉପୁଜାଏ। ନିଦ ନ ହୋଇଲେ ନିଦ ଔଷଧ କେବେ ଖାଇବନି ବହୁବାର। ଝାଡ଼ା କରିବାକୁ ଉପାୟ କରିବେ ଦିନଟାରେ 2 ଥର।